ନମ୍ବର 1 ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ ସେମିରେ ଅଷ୍ଟ୍ରେଲିଆକୁ 4 ୱିକେଟରେ ହରାଇଲା ଭାରତ। ଚାମ୍ପିୟନ୍ସ ଟ୍ରଫିରେ ଫାଇନାଲରେ ପ୍ରବେଶ କରିଛି ଭାରତ। ପ୍ରଥମ ଦଳ ଭାବେ ଭାରତ ଫାଇନାଲ ଟିକେଟ ହାତେଇଛି। ସେମିଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ 4 ୱିକେଟରେ ପରାସ୍ତ କରି ଫାଇନାଲରେ ଏଣ୍ଟ୍ରି ମାରିଛି। ଶେଷ ଓଭର ଆଡ଼କୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦୁର୍ଦ୍ଧର୍ଷ ବ୍ୟାଟିଂ ବଳରେ ଭାରତ ବିଜୟ ଲକ୍ଷ୍ୟକୁ ସହଜରେ ପୂରଣ କରିପାରିଥିଲା। ନମ୍ବର 2 ଆଜି ସବୁ ପଞ୍ଚାୟତରେ ହେବ ସୁଭଦ୍ରା ର୍ୟାଲି। ଆସନ୍ତାକାଲି ସବୁ ପଞ୍ଚାୟତରେ ହେବ ସୁଭଦ୍ରା ର୍ୟାଲି। ମହିଳା ସଶକ୍ତିକରଣ ଓ ସାମାଜିକ କଲ୍ୟାଣ ବାର୍ତ୍ତା ନେଇ ଏହି ର୍ୟାଲି ଆୟୋଜନ କରାଯିବ। ଏଥିରେ ଏସ୍ଏଚ୍ଜି ମହିଳା ଛାତ୍ରୀମାନେ ସାମିଲ ହେବେ। ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର। 3 ଦିନରେ ଦୁଇ ଥର ମିଳିବ ଟଙ୍କା। ଡବଲ କିସ୍ତି ପାଇବେ ହିତାଧିକାରୀ। ଏନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମାର୍ଚ୍ଚ 6 ତାରିଖରେ ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟର ଟଙ୍କା। ଆଉ ତାପରେ ପରେ ପୁଣି ଦିନକ ପରେ ଆଉ ଥରେ ମିଳିବ ସୁଭଦ୍ରା ଟଙ୍କା। ମାତ୍ର 3 ଦିନ ଭିତରେ ଦୁଇ ଥର ଟଙ୍କା ପାଇବେ ହିତାଧିକାରୀ। ଅର୍ଥାତ୍ 10,000 ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଆସିବ। ସିଏମ୍ଓ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଟ୍ୱିଟ୍ରେ ଉଲ୍ଲେଖ ରଖିଛି ଯେ ପ୍ରତିଶ୍ରୁତି ପୂରଣ ହେଉଛି। ମହିଳାଙ୍କ ସୁବିଧା ପାଇଁ 5ମ ପର୍ଯ୍ୟାୟ ସୁଭଦ୍ରା ଯୋଜନା ସହାୟତା ମିଳିବାକୁ ଯାଉଛି। ଚଳିତ ମାର୍ଚ୍ଚ 6 ତାରିଖରେ 1ମ କିସ୍ତି ଏବଂ ମାର୍ଚ୍ଚ 8 ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସରେ 2ୟ କିସ୍ତି ପ୍ରଦାନ କରାଯିବ। ନମ୍ବର 3 ଛୁଟି ତାଲିକାରୁ ପଞ୍ଚାୟତିରାଜ ଦିବସକୁ ପ୍ରତ୍ୟାହାର କଲେ ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶ ନେଇ ସୂଚନା। ରାଜ୍ୟ ସରକାର ଆଜି ମାର୍ଚ୍ଚ 5 ତାରିଖ ପରିବର୍ତ୍ତେ ଏପ୍ରିଲ 24 ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରିବାକୁ ବିଧିବଦ୍ଧ ଭାବେ ନିଷ୍ପତ୍ତି ନେବା ପରେ ସରକାରୀ ସ୍ତରରେ ଅବକୀୟ ପରିବର୍ତ୍ତନ କରାଯାଉଛି। ନମ୍ବର 4 ସ୍ଥିରତା ଓ ସଂସ୍କାର ପ୍ରତିଶ୍ରୁତି ଶିଳ୍ପ କ୍ଷେତ୍ରରେ ଆତ୍ମବିଶ୍ୱାସ ଆଣିପାରିଛି। ଆତ୍ମନିର୍ଭର ଭାରତର ଲକ୍ଷ୍ୟ ନେଇ ସରକାର କାର୍ଯ୍ୟ କରୁଛନ୍ତି ଏବଂ ସରକାରଙ୍କ ଗତିକୁ ତ୍ୱରାନ୍ୱିତ କରାଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗତ 10 ବର୍ଷ ମଧ୍ୟରେ ସଂସ୍କାର, ଆର୍ଥିକ ଶୃଙ୍ଖଳା, ସ୍ୱଚ୍ଛତା ଏବଂ ସମାବେଶୀ ଅଭିବୃଦ୍ଧି ପାଇଁ ଦେଶ କ୍ରମାଗତ ଭାବରେ ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ନମ୍ବର 5 ଦେଶର ଉଚ୍ଚଶିକ୍ଷା ବ୍ୟବସ୍ଥା ଉପରେ ରାଷ୍ଟ୍ରପତିଙ୍କ ମନ୍ତବ୍ୟ। ଭାରତର ଉଚ୍ଚଶିକ୍ଷାନୁଷ୍ଠାନ ପ୍ରତି ଅନ୍ୟ ଦେଶମାନଙ୍କୁ ଆକୃଷ୍ଟ କରିବା ଏବଂ ଆମ ଦେଶର ଉଚ୍ଚଶିକ୍ଷା ବ୍ୟବସ୍ଥାର ଅନ୍ୟ ଦେଶର ଶିକ୍ଷାନୁଷ୍ଠାନ ସହ ସମ୍ପର୍କ ବୃଦ୍ଧି କରିବା ପାଇଁ ଏହି ପ୍ରୟାସ ହେବା ଉଚିତ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଆଜି ନୂଆଦିଲ୍ଲୀରେ 2024-25 ପରିଦର୍ଶକ ସମ୍ମିଳନୀର ସମାପନୀ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ଏହା କହିଛନ୍ତି। ନମ୍ବର 6 ଆଜି ଶ୍ରୀମନ୍ଦିରରେ 5 ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଆଜି ଶ୍ରୀମନ୍ଦିରରେ 5 ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ବନକଲାଗି ନୀତି ପାଇଁ ଅପରାହ୍ନ 5ଟାରୁ ରାତ୍ରି 10ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। 3 ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରଙ୍କୁ ବନକଲାଗି ନୀତି କୁହାଯାଏ। ଏହି ବନକଲାଗି ନୀତି ପାଇଁ ଏକ ସ୍ୱତନ୍ତ୍ର ସେବାୟତ ଗୋଷ୍ଠୀ ଅଛନ୍ତି। ନମ୍ବର 7 ଆରମ୍ଭ ହେଲା ବିଶ୍ୱ ବାଣିଜ୍ୟ ଯୁଦ୍ଧ। ଆମେରିକା ରାଷ୍ଟ୍ରପତିଙ୍କୁ ଜବାବ ଦେଲା ଚୀନ। ଚୀନ, ମେକ୍ସିକୋ ଏବଂ କାନାଡାର ଆମଦାନୀ ଉପରେ ଆମେରିକାର ଶୁଳ୍କ ଆଜିଠାରୁ ଲାଗୁ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା ଓ ମେକ୍ସିକୋ ଉପରେ 25% ଏବଂ ଚୀନ ଉପରେ 20% ଶୁଳ୍କ ଘୋଷଣା କରିଥିଲେ। ଅନ୍ୟପକ୍ଷରେ କାନାଡା କହିଛି ଯେ ସେ $50 ବିଲିୟନ ମୂଲ୍ୟର ଆମେରିକୀୟ ସାମଗ୍ରୀ ଉପରେ 25% ଶୁଳ୍କ ଲଗାଯିବ। ଚୀନ ମଧ୍ୟ ଆମେରିକାର କୃଷି ଆମଦାନୀ ଉପରେ 10ରୁ 15% ଶୁଳ୍କ ଘୋଷଣା କରିବା ସହ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଥିବା ବେଳେ ମେକ୍ସିକୋ ମଧ୍ୟ ପଦକ୍ଷେପ ନେବାର ଚିନ୍ତା କରୁଛି। ନମ୍ବର 8 ସିଂହଛୁଆଙ୍କୁ କ୍ଷୀର ପିଆଇଲେ ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ବନ୍ୟଜନ୍ତୁ ଉଦ୍ଧାର, ପୁନର୍ବାସ ଏବଂ ସଂରକ୍ଷଣ କେନ୍ଦ୍ର ବନତାରାଙ୍କୁ ଉଦ୍ଘାଟନ କରିଛନ୍ତି। 2,000ରୁ ଅଧିକ ପ୍ରଜାତିର ଏବଂ 1.5 ଲକ୍ଷରୁ ଅଧିକ ଉଦ୍ଧାର ହୋଇଥିବା ବିଲୁପ୍ତ ଏବଂ ସଙ୍କଟରେ ଥିବା ଜୀବଜନ୍ତୁଙ୍କ ଘର ହେଉଛି ବନତାରା। ପ୍ରଧାନମନ୍ତ୍ରୀ ମୋଦି ବନତାରାରେ ବିତାଇଛି କିଛି ସମୟର ଭିଡ଼ିଓ ଏବଂ ଭାଇରାଲ ହେଉଛି। ନମ୍ବର 9 ଓଏସ୍ଏସ୍ସି ପରୀକ୍ଷା ବେଳେ 2 ଆଶାୟୀଙ୍କ ମୃତ୍ୟୁ ମାମଲା। 4 ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ବେଳେ 2 ଯୁବକଙ୍କ ମୃତ୍ୟୁ ଘଟଣାରେ ସହାୟକ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ମୃତକଙ୍କ ପରିବାରକୁ 4 ଲକ୍ଷ ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି। ଫରେଷ୍ଟ ଓ ଫରେଷ୍ଟ ଗାର୍ଡ ଶାରୀରିକ ପରୀକ୍ଷା ବେଳେ ମୃତ୍ୟୁ ଘଟିଥିବା କେନ୍ଦୁଝରର ଜଣେ, ସୁନ୍ଦରଗଡ଼ର ଆଉ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ନମ୍ବର 10 ସ୍କୁଲ ଓ କଲେଜ ପିଲାଙ୍କ ପାଇଁ ବଡ଼ ଘୋଷଣା କଲେ ସରକାର। ଆଜି ମାର୍ଚ୍ଚ 5ରେ ସ୍କୁଲ ଓ କଲେଜ ଖୋଲା ନା ବନ୍ଦ ରହିବ, ଏନେଇ ଆସିଛି ବଡ଼ ଅପଡେଟ୍। ଗଣଶିକ୍ଷା ବିଭାଗ ପରେ ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଜାରି କରିଛି। ଆଜି ସବୁ ସ୍କୁଲ ଓ କଲେଜ ଖୋଲା ରହିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଗଣଶିକ୍ଷା ବିଭାଗ ପରେ ଉଚ୍ଚଶିକ୍ଷା ବିଭାଗ ଏନେଇ ନିର୍ଦ୍ଦେଶ ଦେଇଛି।
ନମ୍ବର 11 ଖୁବ୍ ଶୀଘ୍ର ଓଡ଼ିଶାରେ ଚାଲିବ ସବୁଜ ହାଇଡ୍ରୋଜେନ୍ ବସ୍। କେନ୍ଦ୍ର ସରକାରଙ୍କ ମହତ୍ୱାକାଂକ୍ଷୀ ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ ଅନ୍ତର୍ଗତ ପରୀକ୍ଷାମୂଳକ ଭାବରେ ଓଡ଼ିଶାର ଖୁବ୍ ଶୀଘ୍ର ସବୁଜ ହାଇଡ୍ରୋଜେନ୍ ବସ୍ ପ୍ରଚଳନ କରାଯିବ। ନୂତନ ଏବଂ ନବକରଣୀୟ ଶକ୍ତି ମନ୍ତ୍ରଣାଳୟ ଭୁବନେଶ୍ୱର, କୋଣାର୍କ, ପୁରୀ ରୁଟ୍ ସମେତ ଦେଶର ବିଭିନ୍ନ ରୁଟ୍ରେ ମୋଟ 37ଟି ଯାନ, ବସ୍ ଏବଂ ଟ୍ରକ୍ ଚଳାଚଳ ବ୍ୟବସ୍ଥାକୁ ଅନୁମୋଦନ କରିଛନ୍ତି। ନମ୍ବର 12 ପଞ୍ଜୀକୃତ ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ବୃଦ୍ଧ ବୟସରେ ପେନ୍ସନ୍ ନିଶ୍ଚିତ କରିବ PMSYM। ଆମ ଦେଶର ବିଭିନ୍ନ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ଅବଦାନ ଦେଶର ସମୁଦାୟ ଉତ୍ପାଦନରେ 50%ରୁ ଅଧିକ। ହେଲେ ସ୍ୱାଧୀନତାର 78 ବର୍ଷ ପରେ ମଧ୍ୟ ସେମାନଙ୍କ ସାମାଜିକ ସୁରକ୍ଷା ଲାଗି କୌଣସି ପଦକ୍ଷେପ ନିଆଯାଇନଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ପ୍ରଥମ ଥର ପାଇଁ ସେମାନଙ୍କ ଅବସର ବୟସକୁ ସହଜ କରିବା ପାଇଁ ସ୍ୱତନ୍ତ୍ର ପେନ୍ସନ୍ ଯୋଜନା ଆରମ୍ଭ କରିଛନ୍ତି। PMSYM ଯୋଜନା ନାମରେ ପରିଚିତ ଏହି ନୂଆ ଯୋଜନା 60 ବର୍ଷ ପରେ ଶ୍ରମିକଙ୍କୁ ମାସିକ ଅତିକମରେ 3,000 ଟଙ୍କା ନିଶ୍ଚିତ କରିବାର ଲାଗି ଲକ୍ଷ୍ୟ ରଖିଛି। ନମ୍ବର 13 ଆଉ ବଢ଼ିବନି ବିଜୁଳି ଦର, ସୂଚନା ଦେଲେ KV ସିଂହଦେଓ। ବିଜୁଳି ଦର ବୃଦ୍ଧି ପ୍ରସଙ୍ଗରେ ଶକ୍ତି ମନ୍ତ୍ରୀ KV ସିଂହଦେଓ ବଡ଼ ବୟାନ ଦେଇଛନ୍ତି। ରାଜ୍ୟରେ ବିଜୁଳି ଦର ବଢ଼ିବନି ବୋଲି ମନ୍ତ୍ରୀ କହିଛନ୍ତି। ରାଉରକେଲାରେ ଶକ୍ତି ମନ୍ତ୍ରୀ KV ସିଂହଦେଓ ଏହି ସୂଚନା ଦେଇଛନ୍ତି। ଭଙ୍ଗା ମାଡ଼ରେ ବିଜୁଳି ବିଲ୍ ଲୋକଙ୍କ ସମସ୍ୟାକୁ ବହୁଗୁଣିତ କରି ପକାଉଛି। ମାସ ଶେଷରେ ଆସୁଥିବା ବିଜୁଳି ବିଲ୍ ଲୋକଙ୍କ ପକେଟକୁ ଖାଲି କରିଦେଉଛି। ନମ୍ବର 14 ମହିଳା ଦିବସରେ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି। ଆସନ୍ତା 8 ତାରିଖ ଦିନ ବିଶ୍ୱ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗସ୍ତରେ ଆସୁଛନ୍ତି। ଏଥିପାଇଁ ବ୍ରହ୍ମପୁରସ୍ଥିତ ଆମ୍ବପୁଆ ବିବେକ ବିହାରଠାରେ ଆୟୋଜିତ ବିରାଟ ଜନସଭାରେ ଯୋଗ ଦେବେ। ତେବେ ଏବେ ପର୍ଯ୍ୟନ୍ତ 98 ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା ବେଳେ 1 କୋଟି ଟପି ସାରିଥିବା ଆବେଦନ ସଂଖ୍ୟା। ପ୍ରଥମ କିସ୍ତିର 4ଟି ପର୍ଯ୍ୟାୟରେ ମୋଟ 98 ଲକ୍ଷ ମହିଳାଙ୍କ ଖାତାକୁ ସୁଭଦ୍ରା ଯାଇଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ନମ୍ବର 15 ଚଳିତ ରଥଯାତ୍ରା ପାଇଁ ହେବ ସ୍ୱତନ୍ତ୍ର ଆପ୍। ରଥଯାତ୍ରା ପାଇଁ ପ୍ରଥମ ଜିଲ୍ଲାସ୍ତରୀୟ ବୈଠକ ଶେଷ ହେବା ପରେ ସୂଚନା ଦେଲେ ପୁରୀ ଜିଲ୍ଲାପାଳ। ଆସନ୍ତା ରଥଯାତ୍ରା ପାଇଁ ହେବ ସ୍ୱତନ୍ତ୍ର ଆପ୍ ବ୍ୟବସ୍ଥା। ପ୍ରଥମ ପ୍ରସ୍ତୁତି ବୈଠକ ପରେ ସବୁ ବିଭାଗର ତଥ୍ୟକୁ ନେଇ ଆପ୍ ପ୍ରସ୍ତୁତ ହେବ କହିଲେ ଜିଲ୍ଲାପାଳ। ଏହା ସହ ଚଳିତ ବର୍ଷ ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ ସୁପରିଚାଳନା ପାଇଁ ବ୍ୟବହାର ହେବ AI କ୍ୟାମେରା। ଗତ ବର୍ଷ ରଥଯାତ୍ରାରେ ହୋଇଥିବା ତ୍ରୁଟି ଓ ସମସ୍ୟାକୁ ସୁଧାରି ସମସ୍ତ ବିଭାଗ ନିଜ ନିଜ ପ୍ରସ୍ତୁତି ଓ ଆକ୍ସନ ପ୍ଲାନ୍ ଚୂଡ଼ାନ୍ତ କରିବାକୁ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ନମ୍ବର 16 ଖରାଦିନେ ଉପୁଜିଥିବା ବିଦ୍ୟୁତ୍ ଜନିତ ବିଭିନ୍ନ ସମସ୍ୟାର ପ୍ରତିକାର ପାଇଁ ପରାମର୍ଶ। ଗତ ସୋମବାର ଲୋକସେବା ଭବନଠାରେ ଶକ୍ତି ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ସମୀକ୍ଷା ବୈଠକରେ ଆଗାମୀ ଗ୍ରୀଷ୍ମ ଋତୁରେ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ PM ସୂର୍ଯ୍ୟଘର ଯୋଜନାରେ ରାଜ୍ୟର ଅଧିକ ଲୋକଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ଶକ୍ତି ବିଭାଗର ବଜେଟ୍ ଖର୍ଚ୍ଚ ଅତିକମରେ 85% କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ନମ୍ବର 17 ଖରା ପାଇଁ BMCର ନୂଆ ଗାଇଡଲାଇନ୍। ଆସନ୍ତା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ BMC ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଗତକାଲି ମୁଖ୍ୟାଳୟସ୍ଥିତ ଏକାମ୍ର ହଲ୍ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ନିଷ୍ପତ୍ତି ନିଆଯାଇଛି। BMCର ନିଷ୍ପତ୍ତି ଅନୁସାରେ ପୂର୍ବାହ୍ନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ କାମ ବନ୍ଦ ରହିବ। ଏହି ସମୟରେ ମହିଳା ଶ୍ରମିକଙ୍କୁ କାମ କରାଇଲେ ମିଳିବ ଦଣ୍ଡ। ଏନେଇ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ସମସ୍ତ ରାଜସ୍ୱ କମିଶନର, ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲାର ଜିଲ୍ଲାପାଳ ରାଜ୍ୟ ଶ୍ରମ କମିଶନରଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି। ଆଗକୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବା ନେଇ ଆଶଙ୍କା ଥିବାରୁ ଏପରି ନିର୍ଦ୍ଦେଶ ଜାରି କରିଛି ବିଭାଗ। ନମ୍ବର 18 ରେଳ ପ୍ରକଳ୍ପ ଅଣ୍ଟା ଭିଡ଼ିଲେ ରାଜସ୍ୱ ମନ୍ତ୍ରୀ। ଓଡ଼ିଶା ଦ୍ରୁତ ଗତିରେ ଆଗେଇବ ରେଳ ପ୍ରକଳ୍ପ। ଏନେଇ ଅଣ୍ଟା ଭିଡ଼ିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଝାରୀ। ରେଳ ବିଭାଗର 3ଟି ଜୋନ୍ର ଅଧିକାରୀଙ୍କ ସହ ଆଲୋଚନା ହେବ। NHAI, ରାଜସ୍ୱ, ଜଙ୍ଗଲ, ପୂର୍ତ୍ତ ବିଭାଗ ସହ ଆଲୋଚନା ହେବ। ପଡ଼ି ରହିଥିବା ପ୍ରକଳ୍ପ ଉପରେ ଆଲୋଚନା ହେବ। ପୁଣି 3 ମାସ ପରେ ବୈଠକ ନେବେ କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଝାରୀ। ନମ୍ବର 19 100 କୋଟିରୁ ଅଧିକ ମୂଲ୍ୟ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଜି ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷଠାରେ ପୂର୍ବ ବିଭାଗ ଅଧୀନରେ ଥିବା 100 କୋଟିରୁ ଅଧିକ ପ୍ରକଳ୍ପ ମୂଲ୍ୟର ରାସ୍ତାଘାଟ, ସେତୁ ତଥା କୋଠାବାଡ଼ି ଆଦି କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା ବୈଠକରେ ଓଡ଼ିଶାର ସରକାର, ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଧ୍ୟକ୍ଷତା କରିଥିଲେ। ନମ୍ବର 20 ପୁରୀ ଶ୍ରୀମନ୍ଦିର ପାଇଁ ବାହାରିଲା ବଡ଼ ନିଯୁକ୍ତି ସୁଯୋଗ। 1083 ପଦବୀ ଖାଲି।
ଜାଣନ୍ତୁ ଆବେଦନ ପ୍ରକ୍ରିୟା। ଶ୍ରୀକ୍ଷେତ୍ର ପୁରୀ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ପୁରୀରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ। ଶ୍ରୀମନ୍ଦିର ସୁରକ୍ଷା ଓ ଦର୍ଶନ ଗହଳିକୁ ଶୃଙ୍ଖଳିତ କରିବା ଲାଗି ରାଜ୍ୟ ସରକାର ପକ୍ଷରୁ ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ। ଏଥିଲାଗି ମୋଟ 1083 ପଦବୀ ସୃଷ୍ଟି କରାଯାଇଛି। ଏଥିରେ ବିଭିନ୍ନ ବର୍ଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ନିୟୋଜିତ କରାଯିବ। ଫଳରେ ରୋଜଗାର ମଧ୍ୟ ସୃଷ୍ଟି ହେବ। ଷ୍ଟେଟ୍ ଆର୍ମଡ କେଡରରୁ ଗୋଟିଏ କମାଣ୍ଡର, 2ଟି ଡେପୁଟି କମାଣ୍ଡର, 10ଟି ଆସିଷ୍ଟାଣ୍ଟ କମାଣ୍ଡର, 8 ଇନ୍ସପେକ୍ଟର, 31 ସବ୍ ଇନ୍ସପେକ୍ଟର, 24 ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ପଦବୀ ପୂରଣ ହେବ।